ଏଇଟା ଓଡ଼ିଆ ଅପସନାଲର ଗ୍ରାମାର ପିଲାମାନେ ଉପସର୍ଗ ତମ ପରୀକ୍ଷାରେ ମୁଁ 3-4 ବର୍ଷର କ୍ୱେଶ୍ଚିନ୍ ପେପର ସେଟ୍ କରୁଥିଲି 5 ରୁ 6 ମାର୍କ 1 ମାର୍କିଆ ଯାକ 1 ମାର୍କିଆ ଯାକ ଆସୁଛି। ତେଣୁ ଆପଣ ଟିକେ ଧ୍ୟାନ ଦିଅ। ଏଇଟା ଇଂଲିଶରେ ମଧ୍ୟ ଅଛି ପିଲାମାନଙ୍କୁ ୱାର୍ଡ ବିଲ୍ଡିଂ ବୋଲି କହିବେ। ପ୍ରିଫିକ୍ସ ଆଉ ସଫିକ୍ସ ପଦଖଣ୍ଡ ଯୋଡ଼ିଲେ ନୂଆ ପଦ ଯେମିତି ସୃଷ୍ଟି ହୁଏ ସେ ବିଷୟରେ ଏଇଟା। ତ ଆଇରେ ତ ମୁଁ କ'ଣ କହୁଛି ସେ ନୂଆ ନୂଆ ଶବ୍ଦ ଗଠନରେ ପ୍ରତ୍ୟୟ ଗୁଡ଼ିକର ଆବଶ୍ୟକତା ରହିଛି। ପ୍ରତ୍ୟୟ ଗୁଡ଼ିକୁ ଆମେ ଯୋଡ଼ିକି ନୂଆ ପଦ ସୃଷ୍ଟି କରିବାଟାକୁ ଉପସର୍ଗ ବୋଲିକି କୁହାଯାଏ। ଆଚ୍ଛା, ତାହେଲେ ଏଠି ଦେଖ ଅକ୍ଷମ ନେଇକି ଅପ୍ରତ୍ୟୟ, ସେମିତି ବିଜ୍ଞାନ ବୋଲେ ବି ପ୍ରତ୍ୟୟ। ଏମିତି ଭଳିଆ କ'ଣ କ'ଣ ଅଛି, ବି ବା ବ ସହିତ କ'ଣ କ'ଣ ଅଛି, ଉପ ବୋଲିକି କେତେଟା ପ୍ରତ୍ୟୟ ଅଛି ପିଲାମାନେ, ଯେମିତି ଉପକାର ଇତ୍ୟାଦି। ତ ଏଠି ଦେଖ ଆମ ଉପସର୍ଗକୁ 2 ଶ୍ରେଣୀରେ ବିଭକ୍ତ କରାଯାଇଛି, ସଂସ୍କୃତ ଉପସର୍ଗ ଅଣସଂସ୍କୃତ ଉପସର୍ଗ। ହେଲେ ସଂସ୍କୃତ ଉପସର୍ଗଟା 20ଟି ଉପସର୍ଗ ଅଛି, ଆଉ ସେଇଟା ତମର 5ଟା ନା 6ଟା ଅଛି ପିଲାମାନେ ଅଣସଂସ୍କୃତି। ଆଇରେ ଆମେ ଯଦି ଦେଖିବା ଅର ପଦ ଯାକ ଫାଷ୍ଟ ଯଦି ଆମେ ଦେଖିବା ଅପ ଅଛି, ଯେମିତିକି ଦେଖ ଅପସୟ, ଅପରାଧ, ଅପମାନ ଇତ୍ୟାଦି। ସେମିତି ଅରେ ଆଉ ଗୋଟେ ପଦ ଅଛି ଅଧି, ମାନେ ଅଧିକାର, ଅଧିପତି, ଅଧ୍ୟକ୍ଷ ନାଇକି। ସେମିତି ଅରେ ଆଉ କ'ଣ କ'ଣ ଅଛି, ଅରେ ପ୍ରାୟ 5ଟା ପ୍ରତ୍ୟୟ ଅଛି ଯୋଉଟା ଅରେ ଆରମ୍ଭ ହେଉଛି ପିଲାମାନେ। ସେମିତି ସମରେ, ନିରେ, ନିରରେ, ଉପରେ, ଉ ମାନେ ଉ ପ୍ରତ୍ୟୟ ବା ଉପପ୍ରତ୍ୟୟ ଅଛି। ଏବେ ଦେଖିବା ଅରେ ଅପ ଗୋଟେ ରହିଲା, ଅଧି ଗୋଟେ ରହିଲା। ଏଠି ଦେଖ ଅତି ଗୋଟେ ଅଛି, ଯେମିତି ଅତିଶୟ, ଅତିକ୍ରମ। ଆହୁରି ଦେଖ ଅରେ ଅଭି ଗୋଟେ ଅଛି, ଅଭିନୟ, ଅଭିପ୍ରାୟ। ଆହୁରି ଅପି ଅଛି, ଅପିଧାନ, ଅପଦ୍ଧତି ନେଇକି। ଆରେ ଗୋଟେ କା ଅଛି ପିଲାମାନେ ଲାଷ୍ଟଟା ଦେଖିଦିଅ, ବିରେ 2ଟା ଥିଲା, ବିରେ ବିଜ୍ଞାନ, ବିଖ୍ୟାତ ନାଇକି, ବିଶୁଦ୍ଧ ଏମିତି ଆସୁଛି। ସେମିତି ପ୍ରରେ ଗୋଟେ କା ଅଛି, କିନ୍ତୁ ଅରେ କେତେ ଗୁଟେ ଅଛି ଦେଖିଲେ, ଅନୁ ଗୋଟେ ଅଛି, ଆହୁରି ହେଲେ 6ଟା ବାହାରିଲା ଅରେ। ହଁ, ଉରେ ଉପ ଗୋଟେ ଅଛି, ଆଉ ଗୋଟେ କ'ଣ ଅଛି, 2ଟା ଅଛି ଉରେ ପିଲାମାନେ। ପ୍ରତି ଗୋଟେ ହେଲା, ଆଉ ଗୋଟେ ପରି ଗୋଟେ ଅଛି ଦେଖ, ପରିଚ୍ଛେଦ, ପର୍ଯ୍ୟାୟ, ପରିଚୟ, ପରିଧାନ ଏମିତି ଯାକ ସବୁ ହବ। ଆଚ୍ଛା, ଏଇ ହିସାବରେ ତମେ ଆକୁ ମନେ ରଖିବ। ତାପରେ ଦେଖ ପିଲାମାନେ ଏଠି କ୍ୱେଶ୍ଚିନ୍ ଯୋଉ ଅଛି ଆଇରୁ ନିଶ୍ଚିତ ଭାବରେ ତମକୁ ଆସିବ। ଏଇଟା ଏମିତି ଅଛି, ଉପସର୍ଗ କାହାକୁ କୁହାଯାଏ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ। ପ୍ର, ପରା, ଅପ, ସମ ଇତ୍ୟାଦି ପ୍ରତ୍ୟୟକୁ ଧାତୁର ପୂର୍ବରେ ଆମେ ଯୋଗ କରି ଯେଉଁ ନୂତନ ପଦ ସୃଷ୍ଟି କରିଥାଉ, ରାଇଟ୍, ଏହାକୁ। ନେକ୍ସଟ ଉପସର୍ଗ କେଉଁ ପ୍ରତ୍ୟୟ କୁହାଯାଏ, ହେଲେ ଉପସର୍ଗକୁ ପୂର୍ବ ପ୍ରତ୍ୟୟ ଓ ପର ପ୍ରତ୍ୟୟ କୁହାଯାଏ। ବୋଲେ ଆଗରେ ଲାଗିବାଟା ପୂର୍ବ ପ୍ରତ୍ୟୟ ପିଲାମାନେ, ତାକୁ ଆମେ ଇଂଲିଶରେ ପ୍ରିଫିକ୍ସ ବୋଲୁଛେ। ପଛରେ ଲାଗିବାଟାକୁ ଆମେ କ'ଣ କହୁଛେ, ସଫିକ୍ସ ଯୋଉ କହୁଛେ, ସେଟା ପର ପ୍ରତ୍ୟୟ ବୋଲି ଜାଣିବ। ଆଚ୍ଛା, ସଂସ୍କୃତ ଉପସର୍ଗର ସଂଖ୍ୟା କେତେ ବୋଲି ପଚାରିଲା, 20। ଏଇଟା ଗୋଟେ ମନେ ରଖିଥିବ, 1 ମାର୍କ। ତାପରେ ତଳେ ଦେଖ ପିଲାମାନେ ଉପସର୍ଗ ଗୁଡ଼ିକ ଦେଇଛି ସେ କେତେଟା। ଓକେ।